প্রিয় দর্শক বন্ধুগণ নমস্কার। আসিওছি নূতন আপডেট নেই ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ବିଗ୍ ବ୍ରେକିଂ ନ୍ୟୁଜ୍ ଯାହାକି ରବିବାର ମହାଶିବରାତ୍ରି ଥିଲା ଓ ଜାଗର ଯାତ୍ରା ଥିଲା। ବିଭିନ୍ନ ଶୈବ ପୀଠ ଏବଂ ନମ ଶିବାୟ ମନ୍ତ୍ର କମ୍ପିତ ହୋଇ ଉଠୁଥିଲା ସମଗ୍ର ଅଞ୍ଚଳ। ଯେମିତି ନବରଙ୍ଗପୁର ମାର୍କଟ ବ୍ଲକ ବେନରା ପଞ୍ଚାୟତର ଦେଓଗାଁର ଶୈବପୀଠରେ ଅହରାତ୍ର ମନ୍ତ୍ର କମ୍ପୁଥିଲା ଏବଂ ପୂଜା ଅର୍ଚ୍ଚନା ପରେ ପ୍ରସାଦ ବିତରଣ କରାଯାଇଥିଲା। ଦର୍ଶକ ବନ୍ଧୁଗଣ, ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ହୋଇ ଉଠିଅଛି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ। ହାତ ବାନ୍ଧି ବସିଛି ପଟାଙ୍ଗୀ ବ୍ଲକ ପ୍ରଶାସନ। ଦର୍ଶକ ବନ୍ଧୁଗଣ, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ତଥା ଓଡ଼ିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଟକାର ଗ୍ରାମରେ ପଡ଼ୋଶୀ ଆନ୍ଧ୍ର କରୁଅଛି ପିଏମ୍ କିଷାନ ଯୋଜନାର ସର୍ଭେ। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ସାମ୍ନାକୁ ଆସିଗଲା ଲିଷ୍ଟ। କେଉଁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା 20,000। ଦେଖନ୍ତୁ ଦର୍ଶକ ବନ୍ଧୁଗଣ, ଆଉ ମାତ୍ର 20 ଦିନରେ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ରତିଟି ଓଡ଼ିଆ ମହାପ୍ରଭୁଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ନେଇ ନବରଙ୍ଗପୁରରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ବ୍ରହ୍ମପୁରରୁ 500 ଶ୍ରଦ୍ଧାଳୁଙ୍କୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ରାଜ୍ୟର 5,000 ହିତାଧିକାରୀ ଏବଂ ଆସନ୍ତା 4 ବର୍ଷରେ 1 ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ ହିତାଧିକାରୀଙ୍କୁ ମହାପ୍ରଭୁର ଦର୍ଶନ କରାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଦର୍ଶକ ବନ୍ଧୁ, ଆର୍ଥିକ ଦୁର୍ବଳ ଶ୍ରେଣୀର 60ରୁ 75 ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ 75 ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଅଛି। ଯୋଜନାର ହିତାଧିକାରୀମାନଙ୍କୁ ଏହି ଏସି ବସ୍ରେ ନେଇଯିବେ ଶ୍ରୀଧାମ ପୁରୀ କ୍ଷେତ୍ରକୁ। ପ୍ରିୟ ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ବାଂଲାଦେଶ ବିଷୟରେ। ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶର ଗଠନ ହେବାକୁ ଯାଉଥିବା ନୂଆ ସରକାର ଫେବୃଆରୀ 17 ମଙ୍ଗଳବାର ଶପଥ ନେବେ। ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହିତ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ମଧ୍ୟ ଶପଥ ଗ୍ରହଣ କରିବେ। ନୂଆ ସରକାର ଗଠନ ସହିତ ନବନିର୍ବାଚିତ ପାର୍ଲାମେଣ୍ଟ ସଦସ୍ୟମାନେ ମଧ୍ୟ ଏହି ଦିନ ଶପଥ ନେବେ। ରାଷ୍ଟ୍ରପତି ମହମ୍ମଦ ଶାହାଉଦ୍ଦିନ ଶପଥ ଗ୍ରହଣ କରିବେ। ଦର୍ଶକ ବନ୍ଧୁଗଣ, ନୂଆ ସରକାରର କମ୍ ସଂଖ୍ୟକ ମନ୍ତ୍ରୀଙ୍କୁ ସାମିଲ କରାଯିବ ଓ ପରବର୍ତ୍ତୀ ସମୟରେ ମେଣ୍ଟ ମଧ୍ୟରେ ଆଲୋଚନା ପରେ ସରକାର ବିସ୍ତାର କରାଯିବ ବୋଲି ବିଏନପି ପକ୍ଷରୁ କୁହାଯାଇଅଛି। ବାଂଲାଦେଶର ନୂଆ ସରକାର ଶପଥ ଗ୍ରହଣ ଉତ୍ସବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଅଛି। ଦର୍ଶକ ବନ୍ଧୁ, କଥାବାର୍ତ୍ତାରେ ମୋଦି ବ୍ୟସ୍ତ ରହିବେ ବୋଲି ଜଣାପଡ଼ିଛି। ତେବେ ମୋଦିଙ୍କ ପରିବର୍ତ୍ତେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ବିର୍ଲାଙ୍କ ସହିତ ବୈଦେଶିକ ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ର ମଧ୍ୟ ତାରିକଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ୁଅଛି। 13ଟି ଦେଶକୁ ନ୍ୟୋତା ପଠାଇଛନ୍ତି ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନରେ ଆନ୍ତରିକ ସରକାର। ଭାରତ ବ୍ୟତୀତ ପାକିସ୍ତାନ, ଚୀନ, ସାଉଦି ଆରବ, ତୁର୍କୀ, ୟୁଏଇ, କାତାର, ମାଲେସିଆ, ଶ୍ରୀଲଙ୍କା, ନେପାଳ, ମାଳଦ୍ୱୀପ, ଭୁଟାନ ନିମନ୍ତ୍ରଣ କରିଛନ୍ତି। ତାରିକଙ୍କ ରହମାନଙ୍କ ଶପଥ ଗ୍ରହଣ ରାଷ୍ଟ୍ରପତି ଭବନ ପରିବର୍ତ୍ତେ ଜାତୀୟ ସଂସଦ ଭବନରେ ଅନୁଷ୍ଠିତ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ରାୟଗଡ଼ର 3ଟି ସ୍ଥାନରେ ନକ୍ସଲ ବ୍ୟାନର। ଦର୍ଶକ ବନ୍ଧୁ,
ରାୟଗଡ଼ା ଜିଲ୍ଲାର 3ଟି ସ୍ଥାନରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିଅଛି। ସିପିଆଇ ମାଓବାଦୀ ପକ୍ଷରୁ ଲାଗିଥିବା ପୋଷ୍ଟରରେ ମାଓ ସଂଗଠନର ପୂର୍ବ ନେତା ସବ୍ୟସାଚୀ ଆଜାଦ, ଉଦୟ ଓ ନିଖିଲଙ୍କୁ ଟାର୍ଗେଟ କରାଯାଇଛି। ଏହି ମାଓ ନେତା ଆଦିବାସୀ ହୋଇନଥିଲେ ମଧ୍ୟ ନକ୍ସଲ ସଂଗଠନରେ ଆଦିବାସୀଙ୍କୁ ରଖି ଅତ୍ୟାଚାର କରୁଥିଲେ ବୋଲି ବ୍ୟାନରରେ ଉଲ୍ଲେଖ କରିଅଛି। ଦର୍ଶକ ବନ୍ଧୁ, ପୂର୍ବ ମାଓ ନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ସନ୍ଦେହଜନକ କହିଲେ ପୁଲିସ। ଦର୍ଶକ ବନ୍ଧୁଗଣ, ପରବର୍ତ୍ତୀ ଖବରଟି ହେଲା ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଭାରତରେ ଦେଖାଯିବ କି ନାହିଁ? କିନ୍ତୁ ଦେଖାଯିବ ନାହିଁ, କାରଣ 17 ଫେବୃଆରୀ ମଙ୍ଗଳବାର ଦିନ ଅପରାହ୍ନ 3:27 ଆରମ୍ଭ ହେବାକୁ ଯାଉଛି ସୂର୍ଯ୍ୟଗ୍ରହଣ। ଗ୍ରହଣର ମଧ୍ୟଭାଗ ସନ୍ଧ୍ୟା 5:42 ପର୍ଯ୍ୟନ୍ତ ଏବଂ ରାତ୍ରି 6:06 ପର୍ଯ୍ୟନ୍ତ ବଳୟଗ୍ରହଣ ସମାପ୍ତି ହେବ ଏବଂ ରାତ୍ରି 8:58 ପର୍ଯ୍ୟନ୍ତ ପାଖାପାଖି 8ଟା ସମାପ୍ତ ହୋଇଯିବ ଗ୍ରହଣ। ଏହି ଗ୍ରହଣ ଦେଖାଯିବ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଆଣ୍ଟାର୍କଟିକା, ଚିଲି। ଏହି ଦେଶର ଲୋକମାନେ, ଦେଶବାସୀମାନେ ଦେଖିବେ ବୋଲି ଅନୁମାନ କରାଯାଉଅଛି, କିନ୍ତୁ ଭାରତରେ ଦେଖାଯିବ ନାହିଁ। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ପ୍ରମୁଖ ମୁଖ୍ୟ ଖବର। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଓ ଆପଣଙ୍କ ସାଙ୍ଗମାନଙ୍କୁ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଅପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହବ। ନମସ୍କାର। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ। ଧନ୍ୟବାଦ।